ଯାହାଙ୍କ ଘଣ୍ଟ ନାଦରେ ମହାପ୍ରଭୁଙ୍କ ନିଦ ଭାଙ୍ଗେ, ଯାହାଙ୍କ ସେବା ବିନା ମହାପ୍ରଭୁଙ୍କ ନୀତିକାନ୍ତି ଅନ୍ଧୁରା, ଯାହାକୁ ଦେଖିବା ପାଇଁ ଭକ୍ତମାନେ ଅନୁଭବ କରନ୍ତି ରଥ ଦାଣ୍ଡରେ ସେଇ ଘଣ୍ଟ ଘଣ୍ଟା ଯେତେବେଳେ ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୁଏ ବଡ ଦାଣ୍ଡ ମହାପ୍ରଭୁଙ୍କ ପାଖରେ ଏ ସେବା ଯୋଉମାନେ ଯୋଗାଇ ଦିଅନ୍ତି ଇଏ ହେଉଛି ସେଇ ଘଣ୍ଟୁଆ ସେବା। ଆପଣ ଦେଖୁଛନ୍ତି ହାତରେ ଘଣ୍ଟ ରହିଛି, ବାଡ଼ି ରହିଛି ଏବଂ କିଛି ସମୟ ପୂର୍ବରୁ ଯେତେବେଳେ ମହାପ୍ରଭୁଙ୍କୁ ରତ୍ନ ବେଦୀରୁ ସ୍ନାନ ବେଦୀକୁ ଅଣାଯାଉଥିଲା, ଯେତେବେଳେ ପହଣ୍ଡି ହେଉଥିଲା ସେଇ ସମୟରେ ଘଣ୍ଟୁଆ ସେବାୟତ ତାଙ୍କର ଘଣ୍ଟ ଘଣ୍ଟାରେ ଭକ୍ତଙ୍କୁ ବିଭୋର କରୁଥିଲେ। ଇଏ ହେଉଛି ସେଇ ପରମ୍ପରା। ଯେତେବେଳେ ଘଣ୍ଟ ନ ବାଜିଲେ ପୁରୀର କୌଣସି କାମ ଅଧୁରା ରହିଯାଏ, କୌଣସି ସେବା ଅଧୁରା ରହିଯାଏ, କୌଣସି ଯାତ୍ରା ଅଧୁରା ରହିଯାଏ ଏବଂ ସବୁଠୁ ରଥଯାତ୍ରା ସମୟରେ ମଧ୍ୟ ଏଇ ଘଣ୍ଟୁଆ ମାନଙ୍କ ଘଣ୍ଟରେ ରଥ ଆଗରେ ଯେତେବେଳେ ରହି ଘଣ୍ଟା ବଜାନ୍ତି, ଘଣ୍ଟ ବଜାଇଥାନ୍ତି, ଘଣ୍ଟ ବାଦ୍ୟ ପରିବେଷଣ କରନ୍ତି, ସେତେବେଳେ ମହାପ୍ରଭୁଙ୍କ ରଥ ଗଡ଼ିଥାଏ। ସେଇ ଘଣ୍ଟୁଆ ସେବାୟତ ଦୃଶ୍ୟ ଆପଣ ଦେଖୁଛନ୍ତି ବର୍ତ୍ତମାନ, ଯେଉଁମାନେ ଘଣ୍ଟ ବାଦ୍ୟ ପରିବେଷଣ କରି ଘଣ୍ଟ ସେବା ଯୋଗାଇ ବର୍ତ୍ତମାନ ମନ୍ଦିରରୁ ବାହାରିଛନ୍ତି, ପହଣ୍ଡିରୁ ବାହାରିଛନ୍ତି ଏବଂ ଯେତେବେଳେ ମହାପ୍ରଭୁ ସ୍ନାନ ବେଦୀରେ ପହଞ୍ଚି ସାରିଛନ୍ତି, ବିଜେ ହୋଇ ସାରିଛନ୍ତି, ସେତେବେଳେ ତାଙ୍କର ପ୍ରତିକ୍ରିୟା ନେବା ଆମେ ନିହାତି ଭାବରେ। ଆପଣଙ୍କ ଘଣ୍ଟା ନଥିଲେ ହୁଏତ ଘଣ୍ଟ ନ ବାଜିଲେ ମହାପ୍ରଭୁଙ୍କ ସେବା ଅଧୁରା ରହିଯାଏ। ସେମିତି ନାହିଁ, ମହାପ୍ରଭୁଙ୍କ ଘଣ୍ଟ ଇଏ ଆମେ କେବଳ ସେବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଆସୁ। ମହାପ୍ରଭୁଙ୍କ ଘଣ୍ଟ ବାଡେଇଲେ ଆମେ ସେବା କୃତାର୍ଥ ମନେ କରୁଛୁ। ଆମ ଘଣ୍ଟ ତାଳରେ ମହାପ୍ରଭୁ ସେମିତି ଟାହିଲା ଦୌଲି ଦୌଲି ଯାଉଛନ୍ତି, ସେ ଖୁସି ସେ ଆନନ୍ଦ ବର୍ଣ୍ଣନା କରିହେବନି ଆଜ୍ଞା। ସେ ଖୁସି ଆଜ୍ଞା ସେଇ ଦିନକୁ ଅପେକ୍ଷା କରି ରହିଥିବା ବର୍ଷ ସାରା, କେତେବେଳେ ସ୍ନାନ ପୂର୍ଣ୍ଣିମା ଆସିବ, କେତେବେଳେ ମହାପ୍ରଭୁ ବିଜେ କରିବେ, ପୁଣି 15 ଦିନ ପରେ ମହାପ୍ରଭୁ ରଥାରୂଢ ହେବେ, ସେ ଖୁସି ସେ ଆନନ୍ଦ ଆଜ୍ଞା ନ କହିଲେ ସରେ। ମହାପ୍ରଭୁ ଯେତେବେଳେ ସ୍ମିତ ହାସ୍ୟ ଦେଉଥିବେ ଆପଣ ଘଣ୍ଟା ଯେତେବେଳେ ଟାହିଆ ଦୋଉଥିବ, ଘଣ୍ଟର ତାଳେ ତାଳେ ଟାହିଆ ଦୋଉଥାଏ, ସିଏ ଆଜ୍ଞା ଆମେ କିଛି ନୁହଁ, ସବୁ ସେ କାଳିଆ ନିଜ, ସିଏ ତାଙ୍କରି ଲୀଳା, ତାଙ୍କ ଲୀଳା ସିଏ ହିଁ ଯାହା କରନ୍ତି, ତାଙ୍କ ତାଳେ ତାଳେ ଆମେ ଘଣ୍ଟ ବଜେଇ ବଜେଇ ଯାଉ। ଆପଣଙ୍କୁ କେମିତି ଲାଗେ ଯେତେବେଳେ ବେଶୀ ସମୟ ଘଣ୍ଟ ବାଡେଇଥାନ୍ତି? ବହୁତ ଆନନ୍ଦ ଲାଗେ, ବହୁତ ଆନନ୍ଦ ଲାଗେ, ମାନେ ନିଜକୁ ସମର୍ପଣ କରିଦେବା ପାଇଁ ତାଙ୍କ ପାଖରେ ଇଚ୍ଛା ଆମର କରିବା। କଷ୍ଟ ହୁଏ ନା ନାହିଁ ଯେତେବେଳେ? କାହିଁକି ହବ, କଣ ପାଇଁକା କଷ୍ଟ ହବ? ତାଙ୍କ କାମ ତ ସିଏ କରୁଛନ୍ତି, ଆମେ ତ ଜଣେ ଖାଲି ମାଧ୍ୟମ, ଆମେ କେବଳ ମାଧ୍ୟମ। କିଛି କଷ୍ଟ ନାହିଁ, ମାନେ କେମିତି ସେ ହଉଛି ସେ ଜିନିଷ, ସେ ପ୍ରଭୁ କେମିତି ଚାଲୁଛନ୍ତି, କେମିତି ହଉଛି, ସବୁ ତାଙ୍କର ଲୀଳା ଆଜ୍ଞା। ଆମେ କିଛି ପ୍ରକୃତରେ କିଛି କରୁ। ଘଣ୍ଟ ଆମେ ଦେଖିଛୁ ଅନେକ ଜାଗାରେ ମନ୍ଦିରରେ ବାଜେ, ଅନ୍ୟ ସ୍ଥାନରେ ବାଜେ, କିନ୍ତୁ ପୁରୀର ଘଣ୍ଟ ବାଦ୍ୟ ସମ୍ପୂର୍ଣ୍ଣ ନିଆରା। ଏ ଘଣ୍ଟ ପାଇଁ ଆପଣଙ୍କ ସ୍ୱତନ୍ତ୍ର ପ୍ରସ୍ତୁତ କରିଥାନ୍ତି ନା ଏ ଘଣ୍ଟକୁ ମଧ୍ୟ ନିଜେ ପ୍ରସ୍ତୁତ କରନ୍ତି? ନାଇଁ, ଘଣ୍ଟ ତ ଆମର ପ୍ରତିବର୍ଷ ଆମେ ନୂଆ ଘଣ୍ଟ ଧରିକି ଆସୁ। ଆପଣ ଘଣ୍ଟ ବଜେଇବାର ବି ବହୁତ ପ୍ରକାର ତାର ଅଛି, ଶିକ୍ଷଣୀୟ ଜିନିଷ ଅଛି। ଯେମିତି ଦେଖନ୍ତୁ, ଏଇଠି ଗୋଟେ କିରଣୀ, ଏଇଠିକି ମାଦନ ହେଲେ ତାର ଗୋଟେ ତାଳ ଆସିବ। ତାପରେ ଆମର ସବୁ କାଠି ଅଛି, 16 କାଠି ଅଛି ଆଜ୍ଞା। ଆପଣଙ୍କର ଦେଖନ୍ତୁ, ପ୍ରଭୁ ପହଣ୍ଡିରେ ଆସିଲା ବେଳକୁ ଗୋଟେ କାଠି, ରଥ ଉପରେ ଗୋଟେ ଅଲଗା ପ୍ରକାର, ସବୁ ମଦନ ମୋହନ ରାମକୃଷ୍ଣ ଚଳନ୍ତି ପ୍ରତିମା ବିଜୟ କଲା ତାର ତାଳ ଅଲଗା, ସବୁ ପ୍ରକାର ଯୋଉ 16 କାଠି ମଧ୍ୟରୁ ସେ ତାଳ ଆପେ ବାହାରିଯାଏ। ଆମେ କିଛି କରୁନା, କେହି କିଛି କରନ୍ତିନି, କିନ୍ତୁ ସବୁ ହୋଇଯାଏ। 12 ମାସରେ 13 ଯାତ୍ରାରେ ମହାପ୍ରଭୁଙ୍କର ପ୍ରତି ଯାତ୍ରାରେ ଘଣ୍ଟ ବାଦ୍ୟ ହୁଏ, ଆଉ ଘଣ୍ଟର ତାଳେ ତାଳେ ମହାପ୍ରଭୁ ବିଜେ କରନ୍ତି। ତେଣୁ ସେଇ ସେବାୟତଙ୍କ ପ୍ରତିକ୍ରିୟା ଶୁଣୁଥିଲେ, ଯୋଉମାନଙ୍କ ସେବାରେ ଭକ୍ତ ମଧ୍ୟ ସେ ଘଣ୍ଟ ଯେତେବେଳେ ବାଜେ, ବଡଦାଣ୍ଡରେ ଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେ ଘଣ୍ଟ ବାଦ୍ୟରେ ନିଜକୁ ବିଭୋର କରିଦିଅନ୍ତି, ନିଜେ ବିଭୋର ହୋଇଯାଆନ୍ତି ଏବଂ ପ୍ରତିଟି ସେବାୟତ ମହାପ୍ରଭୁଙ୍କ ସେବା ପାଇଁ ନିଜ ମନ ଭିତରୁ, ହୃଦୟ ଭିତରୁ ଯାହା ପ୍ରତିକ୍ରିୟା ଶୁଣୁଥିଲେ, ଅହଙ୍କାର ନାହିଁ, ସେବା ପ୍ରତି ନିଜକୁ ସମର୍ପିତ କରନ୍ତି। କେବଳ ଯେ ସେବା ନିର୍ଦ୍ଧାରିତ ସେବା ନୁହେଁ, ସେବା ସମୟରେ ନିଜକୁ ଭଗବାନଙ୍କ ପାଖରେ ନିଜକୁ ସମର୍ପିତ ମଧ୍ୟ କରିଦିଅନ୍ତି। ଭୁବନେଶ୍ୱରରୁ, ପୁରୀରୁ କ୍ୟାମେରା ପର୍ସନ ମନୋଜ ଙ୍କ ସହ ଅତୁଲ୍ୟ ବାଉତ, କନକ ନ୍ୟୁଜ।